समय रिक्रुटमेंट बाहर ना आम जी ओडार आशायी हेलुणी आमको ठीक समय निजुक्ति न बाहर बहुत दिन है बहुत आस्पिरेंट दिन को दिन कंपिटिशन बढ़ुचे सहित दिन को दिन बेरोजगारी बढ़ा सहित टीचर मान इम्पोर्टान्स दिन को दिन कमुची तो आम चाहूँ आमको सठिक भाव में न्याय मिलू ठीक टाइम रिक्रुटमेंट बाहर करूँ गेस्ट टीचर जदि नुआ आशायी मैंने पाऊना जो मैंने अवसर प्राप्त शिक्षक से कौन पाइबे रिक्रुटमेंट से कौन कौन यहाँ पोस्टिंग दबार ठीक समय कि आर वर्ष भी ठीक यही समय गेस्ट टीचर जो रिक्रुटमेंट कथा बाहरी प्रथम तापर यही वर्ष सेम टाइम आमको किंतु जो मानकर 1.5 वर्ष प्रायतः 2 वर्ष है एलटीआर एत पर्यंत भी माने रिक्रुटमेंट शेष पर्याय पहुँची ना तो आम बर्तमान केते दिन पर्यंत आम निजक प्रिपेयर खाली करूँ कि तार किसी रिजल्ट आमको मिलूना आपर कथा समस्त असुविधा जो मैंने भी झील हूँ कि पुओ हूँ समस्त परिवार बर्डन किसी ना कि अच्छी केते दिन जड़े मिडिल क्लास फैमिली पिला केते दिन से केते दिन पर्यंत से निजे प्रिपेयर होउथबो केते दिन पर्यंत बापा माँ कहते कि हाँ तुम पढ़ आम तुम पछपटे अच्छु जदि आमर से अर्थ व्यवस्था सुविधा था आम कौन सतरे सरकारी चाकरी आम तो तत्पर होता कि सेमती नुह तो आम चाहूँ कि सरकार जदि जड़े आम मुख्यमंत्री कहते कि से जड़े शिक्षक सतरे जब शिक्षक होते सी कौन बुझीपार न शिक्षकर केते अच्छी आम समाज में केते गुरुत्वपूर्ण शिक्षक निजुक्ति तो सी आम कहूँ कि सरकार आम कथा शुणु आम दाबी टी शुणिकी से यथाशीघ्र आम शिक्षक रिक्रुटमेंट बाहर करूँ आमर एतिक पाखे दाबी। अच्छा मोदीଙ୍କର ନାରାଜ ଥିଲା ବେଟି ପଢ଼ାଅ ବେଟି ବଚାଅ ମୋହନ ମାଝୀ ତ ସେଇ ଧାରା ସବୁବେଳେ କହିନ୍ତି ଆମେ ଶିକ୍ଷାକ୍ଷେତ୍ର ଅବହେଳା ଦେଉଛୁ ଓ ନିଯୁକ୍ତି ନୂଆ ନିଯୁକ୍ତି ସୃଷ୍ଟି କରୁଛୁ ନୂଆ ନିଯୁକ୍ତି କୋଉଠି ବାହାରୁଛି ଯଦି ଗୋଟିଏ ଶିକ୍ଷା ବର୍ଷର ଗୋଟିଏ ଆରମ୍ଭରୁ ଶେଷ ଆରମ୍ଭ ପର୍ଯ୍ୟନ୍ତ 2 ବର୍ଷ ହେଇଗଲାଣି ଗୋଟିଏ ରିକ୍ରୁଟମେଣ୍ଟ ସରୁ ନାହିଁ ସେଇ ରିକ୍ରୁଟମେଣ୍ଟକୁ ଗଡ଼େଇ ଗଡ଼େଇ ଆଜି ଏତେ ବର୍ଷ ପର୍ଯ୍ୟନ୍ତ ଗୋଟିଏ ରିକ୍ରୁଟମେଣ୍ଟର ଶେଷ ପର୍ଯ୍ୟାୟ କ'ଣ ପାଇଁ ପହଞ୍ଚିନି ସେତେବେଳେ ଯାଏ ଯଦି ପହଞ୍ଚିନି ଆମକୁ କେମିତି ସେ ଦେବେ ଖାଲି ଟିଇଟି ଓଟିଇଟି ପରେ ଓଟିଇଟି କିନ୍ତୁ ପିଲା ପାଇବେ ଚାକିରି କେବେ ଓଟିଇଟି ତ ଗୋଟେ ପର୍ଯ୍ୟାୟ ସରିଲା ଫେର ଗୋଟେ ପର୍ଯ୍ୟାୟ ଓଟିଇଟି ତାପରେ ଚାକିରିର କିଛି ତ ସୁବିଧା ନାହିଁ ଯେବେଠୁ ତ ମୁଁ ପଢ଼ା ଆରମ୍ଭ କଲି ସେବେଠୁ ଭାବିଥିଲି କିଛି ଭାବିନି ତାପରେ 10 ଯେତେବେଳେ ସରିଲା ମୁଁ ଭାବିଲି କି ହଁ ଜଣେ ଶିକ୍ଷକ ହେବା ପାଇଁ ଆମେ ସେ ଗତିରେ ଯିବାଟା ଠିକ୍ ମୋତେ ସେଇ ଲେବୁଲରେ ଠିକ୍ ଲାଗିଲା କି ହଁ ମୁଁ ଜଣେ ଭଲ ଶିକ୍ଷକ ହେଇପାରିବି ତ ମୁଁ ସେ ଆଶା ଦେଖିଥିଲି କିନ୍ତୁ ସେ ଆଶା ଦିନକୁ ଦିନ ମୋଡ଼ି ଯିବା ଭଳି ମୋତେ ଲାଗୁଛି କାରଣ ଠିକ୍ ସମୟରେ ବାହାରୁନି ତାପରେ ଆମେ ବି ଯେହେତୁ ମ୍ୟାରେଡ୍ ପର୍ସନ୍ ଜଣେ ତା ପକ୍ଷରେ ଏତେ ଦିନ ପର୍ଯ୍ୟନ୍ତ ଯେ ଆମେ ମୁଁ ବାହା ହେଇଛି ନିଜେ ବି ମ୍ୟାରେଡ୍ ତ ମୋର ଗୋଟେ ଛୋଟ ପିଲା ବି ଅଛି ମୁଁ ତାକୁ ନେଇକି କେତେ ଦିନ ପର୍ଯ୍ୟନ୍ତ ଏମିତି ପ୍ରିପାରେସନ୍ କରୁଥିବି ମୁଁ ବି ସେଇଟା ବୁଝିପାରୁନି ମୁଁ ଲାଷ୍ଟକୁ ଆଜି ଆସିକି ରାଜରାସ୍ତାରେ କ'ଣ ପାଇଁ ବସିଛି ମୋତେ ଟିକେ ସେଇଟା ଆମ ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଜବାବ ମୋର ଦରକାର ଆମକୁ ହେଇପାରିଲା ନାହିଁ ନିହାତି ବହୁତ ଯେତେବେଳେ କିଛି କିଛି ମାର୍କରୁ ଜଣେ ରହିଯାଏ ସିଲେକ୍ସନ ପାଇବାରୁ ତା ମନର କଷ୍ଟ ସେ କେତେ କାନ୍ଦିଥିବ କେତେ ଦିନ ପର୍ଯ୍ୟନ୍ତ ଯଦି ସେତିକି ଆମେ ନ ହେଇଥାନ୍ତୁ ଆମେ କାହିଁ ଆଜି ରାଜରାସ୍ତାରେ ବର୍ତ୍ତମାନ ସମସ୍ତେ ଯୋଉମାନେ ବି ଆଶା ଏଠି ବସିଛନ୍ତି ସମସ୍ତେ କିଛି ନା କିଛି ବହୁତ କଷ୍ଟ କରିକି ପ୍ରିପାରେସନ କରିଛନ୍ତି ନିହାତି ସଫଳ କୌଣସି କ୍ଷେତ୍ରରେ ହେଇପାରିନାହାନ୍ତି ବୋଲି ଆଜି ସେ ଏଠି ବସିଛନ୍ତି ତ ସେଇଥିପାଇଁ ଆମେ କହୁଛୁ କି ଆମ ଦାବି ପୂରଣ ହଉ ଆମକୁ କିଛି ନାହିଁ ଆମର କେବଳ ଠିକ୍ ସମୟରେ ଆମେ ଯୋଗ୍ୟତା ହାସଲ କରିଛୁ ଆମେ କହୁନୁ କି ଆମକୁ ସେମିତି ହିଁ ରିକ୍ରୁଟମେଣ୍ଟ ଦେଇ ଦିଅନ୍ତୁ ଆମେ ଗୋଟେ ନିର୍ଦ୍ଦିଷ୍ଟ ପାଠ୍ୟକ୍ରମ ପଢ଼ିକି ସେତିକି ମାନେ ତାପରେ ଟିଇଟି ଯେତିକି ଆମର ରହୁଛି ଶିକ୍ଷକର ଯେତିକି କ୍ରାଇଟେରିଆ ଆମେ ଫୁଲଫିଲ୍ କରିକି ଆସୁଛୁ ଏଠିକି ଚାକିରି ପାଇବା ପାଇଁ ନା କି ଆମେ କୌଣସି ବି ଖାଲିଟାରେ ପଳେଇ ଆସୁନୁ କି ଆମକୁ ସେମିତି ଚାକିରି ଦେଇଛୁ ଆମେ ଏଠି ଷ୍ଟ୍ରାଇକ୍ରେ ବସୁଛୁ ଆମକୁ କେହି ଚାକିରି ଦେଇଦେବେ କି ଆମେ କହୁନୁ ଆମେ କହୁଛୁ କି ଆପଣ ବାହାର କରନ୍ତୁ ପୋଷ୍ଟ ବାହାର କରନ୍ତୁ ପୋଷ୍ଟ ବାହାର କଲେ ଆମେ ଆମର କେମିତି ପାଠ ପଢ଼ିବୁ ଆମେ କେମିତି ଚାକିରି ପାଇବା ପାଇଁ ଯୋଗ୍ୟ ହବୁ ସେଟା ହେଉଛି ଆମର ଦାୟିତ୍ୱ। ରଶ୍ମିରଞ୍ଜନ ସାହୁ ମୁଁ ଯାଜପୁରରୁ ଆସିଛି ତ ମୁଁ ଜଣେ ଶିକ୍ଷକ ଆଶାୟୀ ଆମର 9 ତାରିଖ ଦିନ ଷ୍ଟ୍ରାଇକ୍ ହେଇଥିଲା 9 ମାର୍ଚ୍ଚରେ ଏଠି ଏଇ ଓଡ଼ିଶା ଶିକ୍ଷକ ହାଇସ୍କୁଲ ସଂଘର ଷ୍ଟ୍ରାଇକ୍ ହେଇଥିଲା ଆମର ଯେଉଁ ଡେଲିଗେସନ୍ ଟିମ୍ ଯାଇଥିଲେ ଆମକୁ କହିଥିଲେ କି ଆମର ଅଳ୍ପ ଦିନ ଭିତରେ OABS 700 ପ୍ଲସ୍ ପୋଷ୍ଟ ପ୍ଲସ୍ 1542 ପୋଷ୍ଟ OABSର SSB ଡିଜିଟ୍ର ଆସିବ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ନା ସେଇ 1542 ପୋଷ୍ଟ ଆସିଲା ନା OABSର କୌଣସି 700 ପ୍ଲସ୍ ପୋଷ୍ଟ ଆସିଲା କିନ୍ତୁ ଓଡ଼ିଶାରେ ସବୁଆଡ଼େ ଶିକ୍ଷକ ପଦବୀ ଖାଲି ଆମେ RTI ଫାଇଲ୍ ୱାଇଜ୍ ଦେଖିଥିଲୁ ଯେତିକି ତ 7000 ପ୍ଲସ୍ ପୋଷ୍ଟ SSB ଡିଜିଟ୍ର OABSର 2000 ପାଖାପାଖି ପୋଷ୍ଟ ଭ୍ୟାକେନ୍ସି ଅଛି କିନ୍ତୁ ସରକାର ଡିକ୍ଲେୟାର କରୁଛନ୍ତି କି 30,000 ପୋଷ୍ଟ ଏଥର ଦିଆଯିବ କିନ୍ତୁ କୌଣସି ପ୍ରକାର ପୋଷ୍ଟ ଦିଆଯାଉ ନାହିଁ 2 ଦିନ ତଳେ ନୋଟିଫିକେସନ୍ ଆସିଲା କ'ଣ ଯେଉଁ ରିଟାୟାରମେଣ୍ଟ ଶିକ୍ଷକମାନେ ସେମାନଙ୍କୁ ବେଷ୍ଟ ଫାକଲ୍ଟି ଦେବେ କିନ୍ତୁ ଆମେ ହଜାର ହଜାର ପିଲା BED
କରିକି OST ଡିକ୍ଲେୟାର କରିକି ବହୁତ ଦିନ ହେଲାଣି କାହିଁକି ଆମେ ଏଠି ବସିଛୁ ଶିକ୍ଷକ ପାଇଁ କାହିଁକି ଆମେ ଇଏ କରୁଛୁ ରାଜରାସ୍ତାରେ ଆଜି ଆମେ କ୍ଲାସ୍ ରୁମ୍ରେ ପିଲାମାନଙ୍କୁ ପାଠ ପଢ଼ିବା କଥା ଆଜି ଆମେ ଆସିକି ରାଜରାସ୍ତାରେ ବସୁଛୁ ସରକାର ବାବୁମାନେ ଏସି ଭିତରେ ବସୁଛନ୍ତି ନା ପୋଷ୍ଟ ବାହାରୁଛି ନା କ'ଣ ବାହାରୁଛି ଆମେ ଆସିକି ରାଜରାସ୍ତାରେ ଶିକ୍ଷକମାନେ ବସୁ ଷ୍ଟ୍ରାଇକ୍ ପରେ ଷ୍ଟ୍ରାଇକ୍ ଚାଲିଛି କି କୌଣସି ପ୍ରକାର 9 ତାରିଖ ବହୁତ ବହୁତ କିଛି ବି କାମ କରୁନାହାନ୍ତି ସରକାର ଖାଲି କଥା କହୁଛନ୍ତି କୌଣସି ପ୍ରକାର କାମ କିଛି ହେଉନି ମାନେ ପୋଷ୍ଟ ଆସୁନି ଖାଲି କହୁଛନ୍ତି ଏତିକି ପୋଷ୍ଟ ଆମେ ନିଯୁକ୍ତି ଦେବୁ ଏତିକି ଦେବୁ ସେତିକି ଦେବୁ କିନ୍ତୁ କୌଣସି ପ୍ରକାର ଗୋଟିଏ ବି ପୋଷ୍ଟ ଆସୁନି ନା ଖାଲି ନୋଟିଫିକେସନ୍ ହିଁ ଟୋଟାଲ୍ ହିଁ ଆସୁନି ଆମେ ଖରାରେ ଆସିକି ଶିକ୍ଷକ ଆସାଇ ମାନେ ରାଜରାସ୍ତାରେ ବସୁଛୁ ଯେଉଁଠି ଆମେ କ୍ଲାସ୍ ରୁମ୍ରେ ପାଠ ପଢ଼ିବା କଥା ପିଲାମାନଙ୍କୁ ସେଠି ଆସିକି ଆମେ ରାଜରାସ୍ତାରେ ବସୁଛୁ ଆମେ ବେକାର ହେଇକି ଯିବ ମନ ଭିତରେ ପ୍ରଶ୍ନ ବାଚି ଉଠି ପଡ଼ିଛି ପାଠ ପଢ଼ି ଭୁଲ କରିଦେବି ସେ ଅଲଗା ନିଶ୍ଚିନ୍ତ ଭାବେ ଆମେ ବାହାରେ ଯାଇକି ପାଠ ପଢ଼ୁଛୁ କିଏ ଆଉ କିଛି ଭାଇମାନଙ୍କୁ ବୟସ ବି ହେଇଗଲାଣି ପାଠ ପଢ଼ିକି ସେମାନେ ନିଶ୍ଚିନ୍ତ ଭାବେ ଭାବୁଛନ୍ତି ଆମେ ଯଦି ବିଜନେସ୍ କି କ'ଣ ଅଲଗା କାମରେ ଲାଗିଥାନ୍ତୁ ବହୁତ ଦିନ ହେଲା ଆମେ ଇନକମ୍ କରନ୍ତୁନୁ ଆମେ କେବଳ ଶିକ୍ଷକ ଆଶା କରିକି ଆମର ବୟସ ଗଡ଼ିବାକୁ ବସିଲାଣି କିଛି ଭାଇମାନଙ୍କର ଅଲରେଡ଼ି ମାନେ ଜେନେରାଲ ଇୟର ଯେତିକି ଅଛି ଜେନେରାଲ କ୍ୱାଲିଫିକେସନ୍ ପାଇଁ ସେ ଇୟର ବି ମାନେ କ୍ରସ୍ କରିସାରିଲେଣି କିଛି ଭାଇ ଭଉଣୀମାନେ ବହୁତ ଆମେ ଅସୁବିଧାରେ ପଡ଼ୁଛୁ।